ଆମ ବଗିଚାରେ ଏବେ ଆଉ କିଛି ଏତେ ତ ଶାଗ ପରିବା ଭଳିଆ ନାହିଁ, ଅଳ୍ପ ଯାହା ଯେତିକି ପରିବା ଅଛି ଶୀତ ତା ଦିନରେ ପ୍ରୋବ୍ଲେମ। ଭିତରେ ହଉଛି ଆମର କାଙ୍କଡ ବେଶୀ କରି ହୁଁ। ବାହାରୁଛି। ତ ଏସବୁ ସାଁବାଳି ଦେଖ କେତିକି ସାରା ଲାଗିଛି, ଏ ଛୋଟ ଛୋଟ ସାଁବାଳି ପୁରା ମାନେ ଜନ୍ମ ହେଇଛନ୍ତି ଏ ସବୁ ଛୋଟ ଛୋଟ ସାଁବାଳି। ଆଉ ଇଏ ସବୁ ତାଙ୍କ ଇଏ ସବୁ ଅଳିଆ ସବୁ ଅଛି ଦେଖ କେମିତି ଗଲା। ଏଠି କାଙ୍କଡ ବି ବହୁତ ସାରା ହେଇଛି, କାଙ୍କଡ ସାଇଜ ବି ବହୁତ ବଢିଆ ଅଛି। ଦେଖନ୍ତୁ ଏଠି ଗୋଟେ ଡାଳଟେ ମାଟି ହେଇଛି ମୋର ପୋଟଳ ଚାରା ପାଖକୁ, ଆଉ ତା ଭିତରେ ହିଁ କାଙ୍କଡ ବହୁତ ସାରା ଝୁଲିଛି ବି ମଧ୍ୟ ଦେଖିପାରୁଥିବେ କେତେ ବଡ ବଡ କାଙ୍କଡ ଗୁଡା ଝୁଲୁଛି। ଏପଟେ ଏପଟେ 3-4ଟା ବି ହେଇଛି, ଉପରେ ତ ବହୁତ ସାରା ବୋଧେ ହେଇଛି। ଏଇଠି ଗୋଟେ ବି ହେଇଛି ବଡଟେ। ଏ ସବୁ ବହୁତ ଦିନ ହେଲା ତୋଳା ହେଇନି, ଛଡା ହେଇଥିଲା ନା ତ ସେ ସବୁ ପୁରା ବଢିଆ ଭାବରେ ହେଇଛି ବଡ ବଡ। କିନ୍ତୁ ଏଠି ସାଁବାଳି ଡର ଲାଗୁଛି। ଏଇ ଗୋଟେ କାଙ୍କଡ, ଏଠି ଗୋଟେ ବହୁତ ସାରା ହେଇଛି। ଆଜି ପୁରା ବହୁତ ସକାଳୁ ଆସିଛି ବୋଲି ପରିବା ତୁଳତେ, ଆଜି ମୋର ଚା କପ୍ ସହିତ ଆସିଛି। ଆଉ ଚା କପ୍ ସାଇଡରେ ରଖିଦେଇକି ଯାଇକି ସବୁ କାଙ୍କଡ ତୋଳିବି। ବହୁତ କାଙ୍କଡ ହେଇଛି କିନ୍ତୁ ନଜର ପଡୁନି, ଭିତରେ ଭିତରେ ବହୁତ ସାରା ହେଇଛି। ସାଁବାଳି ପାଇଁ ମତେ ହାତ ମାଟିବାକୁ ବି ଡର ଲାଗୁଛି। ତଥାପି ଯାହା ଯେତିକି ଖୁଣ୍ଟି ଖାଣ୍ଟି ନାହିଁ। କାଙ୍କଡର ସାଇଜ ଦେଖୁନୁ କେତେ ସୁନ୍ଦର ଅଛି, ବହୁତ ବଢିଆ। ଇଏ ଆହୁରି ବଢିବ, ୟାକୁ ହଉଛି ଲଟେଇବା ପାଇଁ ସ୍ପେସ୍ ହଉନି, ତାପରେ ପବନ ଦେଇକି ଏ ସବୁ ଭାଙ୍ଗି ଭୁଙ୍ଗି ଯାଇଛି କିଛିଟା ଡାଳ କେନା, ନହେଲେ ଆହୁରି ବହୁତ ବଢିଆ ଫଳିବ ଇଏ ସବୁ। ବେଶୀ କିଛି ସପୋର୍ଟ ୟାକୁ ଦିଆହେଇନି, ମାତ୍ର ଗୋଟିଏ ଅଗିଲାରେ ଯାହା ଯେତିକି ମାଟି ଚାଲିଛି। ଏଇପଟେ ଗୋଟେ ଯୋଉ ଆମର ସୂତା ଥାଏ ନା, ସୂତାଟେ ହଉଛି ଆମେ ସେଇଠି ଗୋଟେ ବାନ୍ଧି ଦେଇଥିଲୁ ପୋଟଳ ଗଛ ପାଖକୁ, ସେଇ ସୂତାରେ ସବୁ ମାଟି ହେଇଛି। ଯାହା ଯେତିକି ଡାଳ କେନା ତଳ ସାଇଡରେ ଝୁଲିଥିଲା ସବୁ ସିଆଡିକି ମାଟିକିରି ବଡ ବଡ ହେଇଛି। ଏପଟେ ତ ଆପଣ ଦେଖିପାରୁଥିବେ କାଙ୍କଡ ଗୁଡା କେତିକି ଛୋଟ ଛୋଟ ହେଇଛି। ସେପଟେ ଆପଣ ମାନଙ୍କୁ ଦେଖଉଛି କେତେ ବଡ ବଡ କାଙ୍କଡ, କାହିଁକି ନା ତାକୁ ଫେର ହେଲା ସ୍ପେସ ବି ପୁରା ବଢିଆ ଭାବରେ ତାକୁ ହେଲା ମିଳିଲା। ଆଉ ଜାଲ ଦିଆ ହେଇଛି ନା, ସେ ଜାଲ ଯୋଗୁ ବଢିଆ ଭାବରେ ମାଟି ହଉଛି। ଏପଟେ ଅଗିଲାରେ ସେ ଗୋଟିଏ ଜାରେ ନେସି ହେଇକି ରହିଛି ନା, ଯେମିତି ତାରି ଉପରେ ଲଦା ହେଲା ଭଳିଆ, ସେଇଥିପାଇଁ ଏ ସବୁ ଜାମ୍ ହେଇକି ସାଁବାଳି ଗୁଡାକ ଲାଗୁଛି। ଆଉ ଯୋଉ ଗୁଡାକ ପୁରା ଫାଙ୍କା କୁ ବାହାରିଛି ବଢିଆ ଭାବରେ ହିଁ ରହିଛି। ଆପଣ ମାନଙ୍କୁ ଦେଖଉଛି, ଏଠି ଟିକେ କାଙ୍କଡ ତୋଳିଦିଏ ତାପରେ ଆପଣ ମାନଙ୍କୁ ଦେଖେଇବି। ସବୁ ପରିବା ସାଙ୍ଗମାନେ ଆମର ସରିଗଲାଣି ବଗିଚାରେ, ଆମ ବଗିଚାରେ ନା ସବୁ ପରିବା ସରିଗଲାଣି। ଆଉ କିଛି ପରିବା ନାହିଁ, ସବୁ ଯାହା ଯେତିକି ନୂଆ ଏବେ ଲାଗୁଛି, କିନ୍ତୁ ବଗିଚାରେ ଏବେ କିନ୍ତୁ ମୋର କଣ୍ଟିନ୍ୟୁ ରହିଛି କାଙ୍କଡ। କାଙ୍କଡ ଟା ମୋର ବାର ମାସି ଫଳୁଛି। ଅଲ ସିଜନ ଗୋଟେ ପ୍ରକାର କହିପାରିବେ, କିନ୍ତୁ ଏଟା ଦେଶୀ କାଙ୍କଡ। ସାଇଜ ବି ବହୁତ ଛୋଟିଆ ଛୋଟିଆ ଆପଣ ଦେଖିପାରୁଥିବେ। କିନ୍ତୁ ଏଇ କାଙ୍କଡ ଗୁଡା ଦେଶୀ କାଙ୍କଡ ଯୋଉ ନା ଇଏ ବଡ ବଡ ବି ହବ। କିନ୍ତୁ ୟାକୁ ସ୍ପେସ୍ ହଉନାହିଁ ଲଟିବା ପାଇଁ, କାହିଁକିନା ଇଏ ମାତ୍ର ଗୋଟିଏ ଅଗିଲା ଆପଣ ଦେଖିପାରୁଥିବେ, ଗୋଟିଏ କଣି ଅଗିଲାରେ ଯାହା ଯେତିକି ମାତିଛି। ଇଏ ଆହୁରି ନୂଆ ନୂଆ ଡେଭଲପ କରୁଛି ବ୍ରାଞ୍ଚ, ତ ଏଇ ବ୍ରାଞ୍ଚ ଗୁଡାକ ଲଟିବା ପାଇଁ ତାକୁ ସ୍ପେସ୍ ନାହିଁ। ୟାକୁ ଗୋଟେ ବଡ ଇଲାକା ଦରକାର, ଯେମିତି ବଡ ଜାଲି ଲାଗିଥିବ। ଆଉ ଉପରେଇକି ଜାଲିଟା ଲାଗିଥିବ, ଇଏ ସବୁ କାଙ୍କଡ ତଳକୁ ଝୁଲୁଥିବ, ଏମିତି ହେଲେ ନା ଏ ବଢିଆ ଭାବରେ ଲଟିବ, ବଢିଆ ଭାବରେ କାଙ୍କଡ ହବ। କିନ୍ତୁ ମୋ ପାଖରେ ଏବେ ଜାଲି ଯେହେତୁ ଏତେ ନାହିଁ ମୋ ପାଖରେ, ସେଥିପାଇଁ ମୁଁ ହଉଛି ୟାକୁ ଲଟେଇ ପାରୁନି। ଆଉ ସେ ବି ସେଇଠି କେଞ୍ଚ ହେଇକି ରହିଛି, ସବୁ ସାଁବାଳି ଗୋଟେ ଗୋଟେ ଲାଗିଗଲାଣି। ସେଇଥିପାଇଁ ମୁଁ ହଉଛି ବହୁତ ଦିନ ହେଲା କାଙ୍କଡ ତୋଳିବାକୁ ଡରୁଥିଲି, କାହିଁକିନା ସାଁବାଳି ପାଇଁ। ମୋ ସାଁବାଳି ହେଲା ପ୍ରଥମ ଶତ୍ରୁ। କିନ୍ତୁ ଆଜି ଏତେ ସାରା ହେଇଛି ଦେଖିକି ଆଉ, ମୁଁ କହିଲି ଗୋଟେ ଭଜା ତ ହେଇଯିବ କମ ସେ କମ, ସେଥିପାଇଁକା ମୁଁ ଯାଉଛି ତୋଳିଦିଏ ଆଉ। ଏପଟେ ତୋଳା ସରିଗଲା, ଆଉ କଣ ସେପଟେ ଦେଖନ୍ତୁ କାଙ୍କଡ ଗୁଡାର ସାଇଜ କେତେ ବହୁତ ବଢିଆ ଆସୁଛି।
କାଙ୍କଡ଼ ଗଛ ବି ବହୁତ ସତେଜ ଅଛି, ହେଲ୍ଦି ପୁରା। ପତ୍ର ଗୁଡା ବହୁତ ବଡ ବଡ ବି ଆସୁଛି। କେତେ ବଡ ବଡ ଦେଖନ୍ତୁ କାଙ୍କଡ଼। ସେଠି ଗଛ ଦିହରେ ହେଇଥିଲା ଏଠି ଛୋଟ ଛୋଟ, ଏଠି ଝୁଲୁଛି ବୋଲି ଟିକେ ବଡ ବଡ କାଙ୍କଡ଼ ଦେଖିବାକୁ ମିଳୁଛି। ଯାହାହେଲେ ବି ମଧ୍ୟ ଗୋଟେ ରେସିପି ହେଇଯିବ ମୋର ବଢିଆ ଭାବରେ ଆରାମସେ। ଏଠି ଆହୁରି ବହୁତ ଛୋଟ ଛୋଟ ଗୁଜୁରି ଗୁଜୁରି ହେଇଛି, ଏଠି ବି ହେଇଛି ଗୋଟେ ଦେଖନ୍ତୁ ଗୁଜୁରି ଗୁଜୁରି। ତ ଏ ସବୁ ଆହୁରି ବଢିବ, ତ ସେଥିପାଇଁ ତାକୁ ଛାତ କରିବେ। ତ ଏବେ ଯିବା ଆମର ଏପଟ ସାଇଡ କାଙ୍କଡ଼, ଦେଖନ୍ତୁ କେଡ଼େ ବଡ ବଡ କାଙ୍କଡ଼ ହେଇଛି। କାଙ୍କଡ଼ ଚାରା ସାଙ୍ଗମାନେ ବହୁତ ଇଜିଲି ଲାଗିଥାଏ। ଏ କାଙ୍କଡ଼ ଚାରା ତ ମତେ ଫ୍ରିରେ ପୁରା ମିଳିଥିଲା, ତା ସହିତ କାଙ୍କଡ଼ ଚାରାକୁ ନା 2 ରୁ 3 ମାସ ଭଳି ଲାଗିଛି ଫଳିବା ପାଇଁ। ତାପରେ ମୋର ହଉଛି କାଙ୍କଡ଼ ସେବେଠୁ ହିଁ ଦେଖିବା ଆରମ୍ଭ କଲେଣି, କାହିଁକି କାଙ୍କଡ଼ ସେବେଠୁ ହିଁ ମୁଁ ପାଇଲିଣି। ତ କାଙ୍କଡର ସାଇଜ ବି ବହୁତ ବଢିଆ ଅଛି, ଆହୁରି ବଡ ହବ କାଙ୍କଡ ଗୁଡାକ। ତ ଏକୁ ସ୍ପେସ୍ ଯଦି ସଫିସିଏଣ୍ଟ ମୁଁ ଦେବି ଏଇ ସମୟରେ, ତାହେଲେ ଆହୁରି ବଢିଆ ହବ। କିନ୍ତୁ ଏବେ ଫଳନ୍ତି ସମୟ, ସେଥିପାଇଁ ଆମେ ଏକୁ ଏଥରକ ଟ୍ରାନ୍ସପ୍ଲାଣ୍ଟ କରିବୁନି, କି ଏଥରକ ଆମେ ତାକୁ ପ୍ରନିଂ କରିବୁନି। ତ ଏସବୁ ଫଳନ୍ତି କମିଲେ ଯାଇକି ମୁଁ ତାକୁ ପ୍ରନିଂ କରିବି, ଆଉ ନୂଆ ଜାଗାକୁ ଟ୍ରାନ୍ସଫର କରିବି। ତ ଏବେ ସେଇଭଳି ହିଁ ଯାହା ଯେତିକି ଫଳୁଛି ଫଳୁଥାଉ। କେବଳ ଏତିକି ନୁହଁ, ଏଠି ଦେଖନ୍ତୁ ଡାଲରେ କେତିକି ଅଛି, ହାତରେ ବି ସେତିକି ବହୁତ ସାରା ଅଛି। ତ ଏବେ ତାକୁ ଗୋଟେ ଜାଗାରେ କାଙ୍କଡ଼ ଆଉ ଅଛି କି ନାଇଁ ଟିକେ ଦେଖିଦିଏ, କାହିଁକି ନା ନଜର ନ ପକେଇଲେ ନା ଭିତରେ ଭିତରେ କାଙ୍କଡ଼ ଗୁଡା ବହୁତ ସାରା ରହିଯାଉଛି ବେଳେ ବେଳେ। ତ ଏମିତି କି ହଉଛି ସେଗୁଡା ରହିକି ହଳଦିଆ ପଡିଯାଉଛି, ଯାହାକି ପାଚି ଯାଉଛି ଯୋଉ କୁହନ୍ତି। ପାଚିଗଲା ପରେ ସେଗୁଡାକୁ ପୁଣି ମଞ୍ଜି ପକେଇ ଦଉଛି, ଗଛ ବି ବହୁତ ସାରା ହେଇଛି କାଙ୍କଡ଼ ମଞ୍ଜିରୁ। ତ ଆପଣ ମାନଙ୍କୁ ଆଗକୁ ଦେଖେଇବି ଯେତେବେଳେ ଟ୍ରାନ୍ସଫର କରିବି। ଏବେ ଦେଖେଇ ହବନି କାହିଁକି ନା ପୁରା ମୁଳ ଟା ଭିଡିକି ରହୁଛି ନା ସେଥିପାଇଁ। ଛାତ ଉପରେ କିଛି ନହେଲେ ବି ମୋର କିଛି ନା କିଛି ହଉଛି, ଗୋଟେ ଦିଟା ପରିବା ହଉ ପଛେ ଯାହାବି ହଉ ମୋର ଡେଲି ଡେଲି ବାହାରୁଛି କିଛି କିଛି ପରିବା। ଯେମିତି ଆଗରୁ ଜହ୍ନି ବାହାରୁଥିଲା, କାଙ୍କଡର ସିଜନ ନଥିଲା ବୋଲି କାଙ୍କଡ ବାହାରୁ ନଥିଲା। ତ ଏବେ କିନ୍ତୁ ମୋର କାଙ୍କଡ ସିଜନ ବୋଲି କାଙ୍କଡ ଏବେ ବାହାରୁଛି, କିନ୍ତୁ ଜହ୍ନି ଫନି ଗଛ ସବୁ ଉପଡା ହେଇଛି, ସବୁ ନୂଆ ଲଗା ହେଇଛି। ଆହୁରି ପୋଟଳ ଏବେ ପୁରା ପୁରି ବଢିଆ ଭାବରେ ଦେଖଉଛି, ଆପଣଙ୍କୁ କଷି କେମିତି ଆସିଲାଣି ଦେଖନ୍ତୁ। ପୋଟଳରେ ସବୁ କଷି ଆସିଲାଣି, ପ୍ରଚୁର ପରିମାଣରେ କଷି ଆସିଲାଣି। କାଙ୍କଡ ଗଛରେ ତ ସବୁ ପରିସ୍ଥିତି ପୁରା ଖରାପ। ସେଥିପାଇଁକା ଆଉ କାଙ୍କଡ ଆଉ ମିଳିବନି ବୋଧେ। ତ ଏତିକି ତ କାଙ୍କଡ଼ ବାହାରିଲା। 2 ଜଣଙ୍କ ମୁତାବକ ଭଜା ହେଇଯିବ, ଯେତିକି କାଙ୍କଡ ଆଜି ବାହାରିଛି। ଯାହା ଗୋଟେ ପ୍ରକାର ରେସିପି ହେଇଯିବ ନିହାତି, 2 ଜଣଙ୍କ ଭଳିଆ ଭଜା ପାଇଯିବ, 2 ଜଣଙ୍କ ହେଇଯିବ ଭଜା ଟା। ତ ଇଏ ଦେଶୀ କାଙ୍କଡ। ଇଏ ହଉଛି ଆମର ଦେଶୀ କାଙ୍କଡ, ତ ଦେଶୀ କାଙ୍କଡ ଗୁଡାକ ଟିକେ ହଉଛି କଣ କହିଲେ ଟାଣ ଟାଣ ହାତକୁ ଲାଗିବ, କିନ୍ତୁ କାଟିଲା ବେଳେ ନା ବହୁତ କଅଁଳିଆ। ଏଇଗୁଡାକ ଦେଖା ହାଉଛି ହାତକୁ ଲାଗୁଛି ବହୁତ ଟାଣ, କାଙ୍କଡ ତ ଏମିତିରେ ବି ଟାଣ। ତ ଏଇଗୁଡାକ କିନ୍ତୁ ବହୁତ ଟାଣ, ଯେମିତି ପୁରା ପଥର ଗୋଟେ ଗୋଟେ ସେମିତି ଲାଗୁଛି, କିନ୍ତୁ କାଟିଲା ବେଳେ ନା ପୁରା ପୁରି କଅଁଳିଆ। ଏ ସବୁର ତ ମଞ୍ଜି ହେଇଥିବନି କିଛି, ଏ ବୋଧେ ଆହୁରି ବଢିଥାନ୍ତା କି କଣ। ଯାହା ବି ହଉ, ଏତିକି ସାରା ତ କାଙ୍କଡ ବାହାରିଲା ମୋର ଗଛରୁ। ମୁଁ ଏବେ ଚାଲିଲି। ଫାଇନାଲି ମୋର ଏତିକି ଗଛରୁ କାଙ୍କଡ ବାହାରିଲା। ତ କାଙ୍କଡ କିନ୍ତୁ ଏଇଟା ମୋର ଦେଶୀ କାଙ୍କଡ, ତ ସେଥିପାଇଁ ଅଳ୍ପ ଅଳ୍ପ ବାହାରୁଛି, କିନ୍ତୁ ଇଏର ଟେଷ୍ଟ ବହୁତ ବଢିଆ। ଭଜା ହଉ କିମ୍ବା କାଙ୍କଡର ଗୋଟା ଭଜା ହଉ, କିମ୍ବା କାଙ୍କଡର ଗୋଟା କିଛି ରେସିପି କଲେ ବି ବହୁତ ବଢିଆ ଲାଗେ। ଆଉ କିଛି ପରିବା ବାହାରିନି। ସବୁ ପରିବା ଆଜି ମୋର ସମାପ୍ତ ହେଇଯାଇଛି, ତ ବାସ୍ ଖାଲି କାଙ୍କଡକୁ ଛାଡିଦେଇଛି। ଏବେ କାଙ୍କଡ ହିଁ ମୋର ରୋଷେଇ ଘର ସମ୍ଭାଳୁଛି। ଯାହା ଯେତିକି ଗୋଟେ ଗୋଟେ ଆଇଟମ ହଉଛି, କାଙ୍କଡ ହିଁ ସମ୍ଭାଳି ଦଉଛି। ଛାତ ଉପରେ ସବୁବେଳେ ମୋର ପରିବା ଥାଏ, ତ ପରିବାର ଅଭାବ ହିଁ ନଥାଏ ମତେ କେତେବେଳେ। ତ ସେଥିପାଇଁ ମତେ ହଉଛି ଏବେ ଟିକେ ଛନ୍ଦି ମନ୍ଦି ଯାଉଛି, କାହିଁକିନା ପରିବା ପତ୍ର ଏବେ ଲଗା ହେଇ ପାରୁନି। ବର୍ଷା ହଉଛି ଲଗାତାର, ତା ସହିତ ମାଟି ଗୁଡା ବି ଓଦା ଅଛି। ଆଉ ଶୁଖିବା ଯାଏ ଟିକେ ଅପେକ୍ଷାରେ ଅଛୁ, ଶୁଖିଲା ପରେ ଯାଇ ନୂଆ ଗଛ ଲାଗିବ, ମଞ୍ଜି ପଡିଛି। ତାପରେ ତ ଶୀତ ଦିନିଆ ଗଛ ଚାଲିଲା ଗୋଟେ ପରେ ଗୋଟେ, ଯେମିତି ବନ୍ଧାକୋବି ଫୁଲକୋବି ତାର ସିଜିନାରି ଗଛ ଚାଲିଲା। କିନ୍ତୁ ପରିବା ଗଛ କେତେବେଳେ ବି ମୋର ଫଳନ୍ତି କମୁନାହିଁ। ଯେକୌଣସି ଯୋଉ ସମୟରେ ବି ମୁଁ ଆସେ ନା ଛାତ ଉପରକୁ, କିଛି ନହେଲେ ବି ମୋର ସାଇଟ ଆଇଟମ ଭାବରେ କିଛି ନା କିଛି ପରିବା ବାହାରେ। ଯେମିତି କିି ଭେଣ୍ଡି ବି ଏବେ କିଛି ବାହାରୁଛି, କାଙ୍କଡ ବାହାରୁଛି, ପୋଟଳ ବାହାରୁଛି। ଆଉ କିଛି ସାଇଟ ଆଇଟମ ଭାବରେ କିଛିଟା ବାହାରୁଛି କ୍ୟାପସିକମ, ତ ବହୁତ ସାରା ବାହାରୁଛି।
କିନ୍ତୁ ଜହ୍ନି ଫନି କଲରା ଏସବୁ ଆଉ ଏତେ ବାହାରୁନି କାହିଁକି ଗଛ ଗୁଡ଼ା ଉପୁଡ଼ା ହେଇଯାଇଛି। କିନ୍ତୁ ପରିଶ୍ରମ କରି ଲଗେଇ ପାରୁନା, ଫଳ ଫଳିଲା ପରେ ଟିକେ ମଜା ଟିକେ ଅଲଗା ଲାଗେ ସତରେ। ତ ଆଉ କିଛି ନାହିଁ, ପୁଇ ବି ଅଛି, ପୁଇ ଅଛି। କ୍ୟାପ୍ସିକମ୍ ବୋଧେ ଆଜି ବାହାରିବ କି କଣ ଦେଖିବା ସେପଟେ ଯାଇକି। ଦେଖନ୍ତୁ କାଙ୍କଡ଼, କାଙ୍କଡ଼ ଦେଖନ୍ତୁ ସାଇଜ କେତେ ସୁନ୍ଦର। ଆଜିର ବ୍ଲଗଟି ସାଙ୍ଗମାନେ ଏଇଠି ରଖିଲି। ଫୋନ୍ ଦେଖା ନେକ୍ସଟ ବ୍ଲଗରେ ରହିଲି, ବାଏ।